ମାଲାୟାଲମ ଟିଭି ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି। ମାଲାୟାଲମ ଟିଭି ଅଭିନେତା ଦିଲ୍ଲୀପ ଶଙ୍କରଙ୍କର ଦେହାନ୍ତ ହୋଇଛି। 29 ଡିସେମ୍ବର ସକାଳେ ତାଙ୍କ ମୃତଦେହ ତିରୁବନନ୍ତପୁରମର ଏକ ହୋଟେଲ ରୁମ୍ରୁ ଉଦ୍ଧାର କରାଯାଇଥିଲା। ଅଭିନେତା ତାଙ୍କ ଟିଭି ଶୋ ପଞ୍ଚଗାନୀର ସୁଟିଂ ପାଇଁ କିଛି ଦିନ ହୋଟେଲରେ ରହୁଥିଲେ। ଯେତେବେଳେ ହୋଟେଲ କର୍ମଚାରୀମାନେ ରୁମ୍ରୁ ଏକ ଦୁର୍ଗନ୍ଧ ବାହାରୁଥିବା ଦେଖିଥିଲେ, ସେତେବେଳେ ଏହା ସାମ୍ନାକୁ ଆସିଥିଲା। ତେବେ ସେ କିପରି ମରିଛନ୍ତି ସେ ସମ୍ପର୍କରେ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ପୁଲିସ ଏ ଘଟଣାର ତଦନ୍ତ କରୁଛି। ଦିଲ୍ଲୀପଙ୍କ ଦେହାନ୍ତ ହେତୁ ମାଲାୟାଲମ ମନୋରଞ୍ଜନ ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ଲୋକପ୍ରିୟ ଟିଭି ଶୋ ଅମେରିୟାଥେ ଏବଂ ପଞ୍ଚଗାନୀ ପାଇଁ ଦିଲ୍ଲୀପ ଜଣାଶୁଣା। ଅଭିନେତା କିଛି ଦିନ ପାଇଁ ରୁମ୍ରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିନଥିଲା। ଅଧିକାରୀମାନେ ଅଭିନେତାଙ୍କ ମୃତ୍ୟୁର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି। ଏହି ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଅନୁଯାୟୀ ତାଙ୍କ ମୃତ୍ୟୁ ପଛରେ ଏପର୍ଯ୍ୟନ୍ତ କାହାରି ହାତ ନାହିଁ। ଅଭିନେତାଙ୍କ ଆକସ୍ମିକ ମୃତ୍ୟୁ ମାଲାୟାଲମ ମନୋରଞ୍ଜନ ଶିଳ୍ପକୁ ଚକିତ କରିଛି। ଦିଲ୍ଲୀପ ଶଙ୍କର ଉଭୟ ଟିଭି ଏବଂ ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଜଣାଶୁଣା। ପ୍ରଶଂସକମାନେ ତାଙ୍କୁ ବହୁତ ପ୍ରେମ ଦେଇଛନ୍ତି। ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ପଞ୍ଚଗାନୀରେ ଚନ୍ଦ୍ରସେନାନ ଭୂମିକାରେ ଦେଖିବାକୁ ମିଳିଥିଲା। ନିକଟରେ ସେ ଅମାରିୟାଥେରେ ତାଙ୍କ ଚରିତ୍ର ପିଟରଙ୍କ ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଛି।